ମାଲିକ ଜୟ ଜଗନ୍ନାଥ। ମୁଁ ଆସିଗଲି ପୁଣି ଗୋଟେ ନୂଆ ଭିଡ଼ିଓ ନେଇକି। ଆଜି ଆମେ ଟିକେ ବୁଲୁଛୁ କାହିଁକିନା ଗାଁରେ କେହି ନାହାନ୍ତି, ଆମେ ଦି ଜଣ ହିଁ ଅଛୁ। ତ କେହି ନାହାନ୍ତି ଗାଁରେ, ଯେହେତୁ ତାର କୁଆଡେ ପଳେଇ ଉପର ଆଜି କଣ ହେଇଛି ଛାତ ଉପରୁ ଗଳି ପଡିଛି, ତା ଗୋଡ ହାତ କଣ ଛାଡି ଯାଇଛି। ମତେ କହୁଥିଲା ହାତ ଯିବା ପାଇଁ, ତାପରେ ଫୋନ କରିକି ମନା କଲା, କହିଲା ତା ମୋ ଭାଇ ଆସିବ ମତେ ନେଇକି ଯିବ। ସେଭଳିଆ ମନା କଲା ମତେ। ତାପରେ ତ ଘରେ ରହି ରହି ଅପସେଟ ହେଇଗଲି, ତ ଗାଡି ଧରିକି ତାପରେ ମୁଁ ବାହାରି ଗଲି ଟିକେ ବୁଲିବା ପାଇଁ, ମାଇଣ୍ଡ ଫ୍ରେଶ କରିବା ପାଇଁ। ଆଜି ବୁଲାବୁଲିରେ କଣ ସବୁ ଘଟିବ ମୁଁ ଆପଣମାନଙ୍କୁ ନିଶ୍ଚୟ ଜଣାଏ। ତ ଏଣ୍ଡ ଭିତରେ ନିଶ୍ଚୟ ଦେଖିବେ। ମୋର ବ୍ଲଗଟା ଆପଣମାନଙ୍କୁ ପସନ୍ଦ ଆସୁଛି କି ନାହିଁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଏ। ଆଉ ଏଇଭଳିଆ ମଜାଦାର ଭିଡ଼ିଓ ଦେଖିବା ପାଇଁ ମତେ ସବସ୍କ୍ରାଇବ କରିବେ, ଆଉ ମୋର ଭିଡ଼ିଓକୁ ଲାଇକ୍ କରିବେ। ଚାଲ ଯିବା। ତ ମାଲିକ ଆସିଲା ଟାଇମରେ ଏଠି ମୁଁ ଦେଖିଛି ଏଠି କି ରାସ୍ତାରେ ଗୋଟେ ଫସିଗଲୁ ଆମେ। ତାପରେ ଆଉ ବାଟ ପାଉନୁ, ଏଇଟା କି ରାସ୍ତା? ନାଲିଗୋଡି ରାସ୍ତା। ଆପଣ ମାନେ ଯଦି ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ମତେ ଲାଗୁଛି ଏଇଟା ଉଠେଇକୁ। ଚାଲନ୍ତୁ, ବହୁତ ଦିନ ହେଲା ଏଇ ଜାଗାରେ ଆସିନାହିଁ, ତ ଏଇ ଜାଗାର ଲୋକେସନ କୋଉ ଭଳିଆ କଣ ଆମେ ଟିକେ ଦେଖି ଆସିବା। ତ ଯଦି ଭଲ ଲାଗୁଥିବ ତାହେଲେ ଲାଇକ୍ ସବସ୍କ୍ରାଇବ ନିଶ୍ଚୟ କରିବେ। ମାଲିକ ଏଠି ଆସ୍ତେ ଆସ୍ତେ ଦେଖିଲା ବେଳକୁ ଗୋଟେ ନୂଆ ପୋଲ ଗୋଟେ ବନା ହେଇଛି। ବି ଏଇଟା ନୂଆ ବନା ହେଇଛି ବି, ଭାଙ୍ଗିଯିବନି ତ? ଏଇଟା ନଟା କଣ? ନା ଏଟା ନଈ ନୁହେଁ, ଏଇଟା ଚଟାଣ। ଜାଗାଟା ଦେଖିଲା ବେଳକୁ ତ ବଢିଆ ଦେଖା ହଉଛି। କ୍ରିକେଟ ଖେଳିବା ପାଇଁ ମସ୍ତ ହେଇଛି ଜାଗାଟା। ଚାଲ 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 ସେଇ ଆଡକୁ ଚାଲ। ତୋର ଆସ୍ତେ ଆଗରେ ଚାଲ, ଆଗରେ ଚାଲ। ୱାଓ, କି ମସ୍ତ ଜାଗା। ଏଇ ଗୋଟେ ଚିହ୍ନା ଆଇସ୍କ୍ରିମ ବାଲାଟା ମିଳିଗଲା। आराम से भाई, आराम से। ତ ମାଲିକ ଆପଣ ମାନେ ଯଦି ଜାଗାଟା ଦେଖିଛନ୍ତି କି ଏ ଜାଗାର ନାଁ ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ବଢିଆ ଜାଗା ବି ଲାଗୁଛି। ହଁ, ଏଇଠି ଗୋଟେ ଘର ବନେଇଛନ୍ତି ରହିବି। ଟାପୁ ଫାପୁ ଅଛି। ଏଇଠି ତ ଗୋଟେ ଡଙ୍ଗା ବି ଅଛି। ଗାଡି ଫାଡି ଯାଉଛି, ତ ନଈକି ଅଛି। ଜଙ୍ଗଲ ଭଳିଆ ହେଇଛି, ହେଭି ହେଇଛି ଜାଗାଟା। ୱାଓ, ଏଇଟା କୁଆଡେ ପୁରଉଛି? ଆମେ ଯଦି ବାଟ ନ ପାଇବା ପୁଣି ଭୁଲିଯିବା ଆମକୁ। ଚିମ୍ବା ବୟ ଆସିକି ଆମକୁ ଡାଙ୍ଗ ଫାଙ୍ଗ ଖେଞ୍ଚିବେ। ଏଇଟା କୋଉଠି କା ଦାଣ୍ଡରେ ନେଇ ବାହାର କଲ ନା କଣ? ଏଇଟା କାହା ଘର ବି? ପୁରା ଜଙ୍ଗଲ ଭାଇ। କଣ ହେଇଛି? ଓ କୁଆଡେ ଆସି ପହଞ୍ଚିଗଲୁ ଭାଇ। ଏଇଟା କଣ ହେଇଛି? ଜାଗା ଟା ମସ୍ତ ହେଇଛି। ଏଇଠି ରାତିରେ ଯିଏ ଆସିବ ସେ ମଲା। ଚାଲନ୍ତୁ ଆଗକୁ ଯିବା ଆମେ। ହଁ ଚାଲେ। ତ ମାଲିକେ ଆମେ ବୁଲି ବୁଲି ତ ଆମେ ଟିକେ ଆମର ମାଇଣ୍ଡ ଫ୍ରେଶ ହେଇଗଲା। ତ ଆମେ ଏବେ ଯାଉଛୁ ଘରକୁ, କାରଣ ଘରେ ଟିକେ କଲ୍ କରିଥିଲେ ତ ଘର ହେଇକି ପଳେଇ ଆସିଥିଲି। ତ ଟିକେ ଟେନସନ ହେଲେ, ସେଥିପାଇଁ ମୁଁ ଯାଉଛି ଟିକେ ଘରେ ଯାଇକି ଚା ପି ଗଛା ଦେଇକି ପଳେଇ ଆସିବି। ତାପରେ ପୁଣି ଆମେ ଭେଟିବା ଟିକେ କି କଣ ପଠେଇବି ବୁଝି ବାଧିକି ଆପଣ ନିଶ୍ଚୟ ଦେଖେଇନି। ମୋ ଭିଡିଓ ଯଦି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍ ସବସ୍କ୍ରାଇବ। ତ ମାଲିକ ଗାଡିରେ ଟିକେ ତେଲ କମ ଥିଲା, ତ ତେଲ ଗୋଟେ ପକେଇ ଦେଇକି ଆମେ ପୁଣି ବାହାରି ଗଲୁ ଆଉ ଗୋଟେ ଜାଗାକୁ ବୁଲିବାକୁ ଯିବୁ। ତ ଚାଲନ୍ତୁ ଭିଡିଓରେ ଲାଗି ରୁହନ୍ତୁ। ତ ଭିଡିଓରେ ବହୁତ ହି ବଢିଆ ହେଇଛି, ଏଣ୍ଡ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ତ ମାଲିକ ମୁଁ ଗୋଟେ ଏମିତିଆ ଜାଗାକୁ ନେଇକି ଯାଉଛି ଆପଣ ମାନଙ୍କୁ, ତ ଦେଖିଲେ ଆପଣ ମାନେ ବହୁତ ହି ଖୁସି ହେଇଯିବେ। ତ ସେ ଜାଗାର ନାଁ କହିବିନି, ଫୁଲ ଭିଡିଓ ଦେଖିଲେ ଆପଣ ମାନେ ଜାଣିପାରିବେ ଯେ ଜାଗାର ନାଁ କଣ ଆଉ ସେ ଜାଗା କୋଉଠି। ତ ଚାଲନ୍ତୁ, ବହୁତ ହି ସୁନ୍ଦର ପ୍ଲେସ ଟେ। ତ ଆମେ ଦେଖିନଥିଲୁ, ଫାଷ୍ଟ ଟାଇମ ଯାଉଛୁ ସେ ଜାଗାକୁ। ତ ଚାଲନ୍ତୁ ଏବେ ଯିବା ସେ ଜାଗାକୁ। ଏଟା କି ଜାଗା ମୁଁ ଜାଣିନାହିଁ। ଚାଲନ୍ତୁ ଆମେ ଯିବା ସେ ଜାଗାକୁ। ତ ଆପଣ ମାନେ ସେ ଜାଗାକୁ ଦେଖିକି ବହୁତ ହି ଖୁସି ହେଇଯିବେ।
ତ ଏନ୍ଜୟ କରନ୍ତୁ ଭିଡିଓ ଦେଖି। ଚାଲ ଏଇ ତ ଗୋଟେ ମନ୍ଦିର ଦେଖିପାରୁଥିବେ ଆପଣମାନେ। ବାଟ ଅଛି ତ ଦେଖିପାରୁଥିବେ ଆପଣମାନେ। ତ ଏଠି ଯିବ ଉପରେ ଚାଲିକି ଯିବେ ଆପଣ। ଓ ଭେରି ନାଇସ୍। କେତେ ସାରା ଘୋଡା। ଏଟା କି ଗଛ ମୁଁ ତ ଜାଣିପାରୁନି। ଓସ୍ତ ଅଛି ଦେଖେ ଗୋଟେ ଏଠି ସେ ଗଛଟା ବି ପୁରା ଘୋଡା ଭଳିଆ। ଠାକୁର ଅଛନ୍ତି ହଁ ତୁ ଦେଖିପାରୁଛୁ ପୁରା ଠାକୁର ଏଟା। ଠାକୁର ଶୋଇଛନ୍ତି। ଏଇଠି କଣ ଅଛି ଜାଣିନି। ଏଟାର କଣ ରହସ୍ୟ ଅଛି ତ ମୁଁ ଜାଣିନି। ତ ନେକ୍ସଟ ପାର୍ଟରେ ମୁଁ ନିଶ୍ଚୟ ଜଣେଇବି ଏଇଟା। ତ ମାଲିକ ଏ ଜାଗାଟା ଦେଖିକି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ତ ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଅପେକ୍ଷା କରନ୍ତୁ ନେକ୍ସଟ ପାର୍ଟକୁ। ତ ନେକ୍ସଟ ପାର୍ଟରେ ମୁଁ ଦେଖେଇବି ଯେ ଏଠି କଣ କଣ ସବୁ ରହସ୍ୟ ଅଛି। ତ ପୁଣି ଦେଖା ହବ ନେକ୍ସଟ ଭିଡ଼ିଓରେ। ଚାଲନ୍ତୁ।